ମାଙ୍କ ଅଳଙ୍କାର ମାଙ୍କ କିରଟି ମାଙ୍କ ହୁଣ୍ଡି ବାକ୍ସରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଆଜି ରାତ୍ର 4ଟାରୁ ଆମେ ଆସିକି ଏଠି ଦେଖିଲା ବେଳକୁ ମାଙ୍କ ମନ୍ଦିରର ସମସ୍ତ ଅଳଙ୍କାର ଏବଂ ହୁଣ୍ଡି ତାଲା ଭାଙ୍ଗି ଚୋରି ହୋଇଯାଇଛି। ଆମେ ତାପରେ ଗ୍ରାମ୍ୟ କମିଟି ସମ୍ପାଦକ ଏବଂ କମିଟି ବାଲାଙ୍କୁ ଡକେଇ ଗ୍ରାମବାସୀଙ୍କୁ ଡକେଇ ଏହାକୁ ଦେଖାଇଥିଲୁ। ତାପରେ ଗ୍ରାମ୍ୟ କୋଠ ତରଫରୁ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଥିଲା ଏବଂ ଆଇଆଇସି ସହିତ ପୁଲିସ ସତ୍ୟବାଦୀ ପୁଲିସ ଟିମ୍ ଆସି ଏହାକୁ ତଦନ୍ତ କରି ଯାଇଛନ୍ତି। କାହାକୁ ଆପଣ ସନ୍ଦେହ କରୁଛନ୍ତି? ବର୍ତ୍ତମାନ ତ ସନ୍ଦେହ କାହାକୁ ଆମର କରିବାର ନାହିଁ। ସେ ମା' ହିଁ ନିଜେ ହିଁ ଦେଖେଇବେ ପ୍ରକୃତରେ ଚୋରର ଯେଉଁ ଚୋରି କରିଛି ତାର ସତ୍ୟତା। ଏତେ ସମୟରେ ହେଇଛି କହି ହେବନି, କିନ୍ତୁ ସାଇଟ୍ ତାଲା ଭଙ୍ଗା ହେଇକିରି ସବୁ ଜିନିଷ ଭିତରୁ ପଶିକିରି ମାଆଙ୍କ ଦେହରୁ ଅଳଙ୍କାର ଦୁଇଟା ମକୁଟ, ଉପର ଛତା ରୂପା ଛତା, ତିନିଟା ହେଉଛି ମଙ୍ଗଳସୂତ୍ର, ଦୁଇଟା ମୁଣ୍ଡମାଳ, ଆଉ ସବୁ ଅଳଙ୍କାର ଦିହରେ ଲାଗିଥିଲା ସମୁଦାୟ ପାଇଛି ଏବଂ ହୁଣ୍ଡିଟା ଅକ୍ଷରଟା ଟେକି ନେଇଯାଇଛି। ଟୋଟାଲ୍ ତିନିଟାର ମନ୍ଦିରର ଯେଉଁ ଲୁଗାପଟା ପାଟ ଥିଲା ବାହାରେ ଆସିକି ପଡ଼ିଛି, ପାଟ ବନ୍ଧ ପଡ଼ିଛି, ସବୁ ଖିନଭିନ କରିକି ଯାଇଛି ଆଉ ମନ୍ଦିର ଭିତରେ।